ହ୍ୟାଲୋ ପିଲାମାନେ। ତ ଆପଣ ସମସ୍ତଙ୍କ ପାଇଁ ଗୋଟେ ଭଲ ଅପରଚ୍ୟୁନିଟି ଅଛି। ତ ଆପଣ ସମସ୍ତଙ୍କ ପାଇଁ ଗୋଟେ ହାଇସ୍କୁଲ ଟିଚରର ଗୋଟେ ପୋଷ୍ଟ ବାହାରିଛି, ଯାହାର ବେସିକ୍ ପେ ହେଉଛି 45,000 ଟଙ୍କା। ଆଉ ଏଇ 45,000 ସହିତ ତାଙ୍କର ଡିଏ ଏଚ୍ଆର୍ଏ ଏସବୁ ମିଶିଲା ପରେ ତୁମର ଗ୍ରୋସ୍ ସାଲେରୀ ହେଇଯିବ 80,000 ଗ୍ରୋସ୍ ସାଲେରୀ, ମାନେ 80,000 ଟଙ୍କା। ତୁମେ ଯେତେବେଳେ ଯଦି ଏଇ ଚାକିରିଟା କରିବ, ତାହେଲେ ତୁମର ହେଉଛି ପ୍ରଥମ ମାସର ଦରମା ତୁମ ବ୍ୟାଙ୍କ ଖାତାକୁ ଆସିବ କେତେ? 80,000 ଟଙ୍କା। ଆହୁରି ଗୋଟେ ଆଶ୍ଚର୍ଯ୍ୟଜନକ କଥା ହେଉଛି, ଏଇଭଳିଆ ଚାକିରି କରିବା ପାଇଁ, ଏଇଭଳିଆ ଗ୍ରୁପ ବି ର ଗୋଟେ ଜବ୍ଟେ କରିବା ପାଇଁ ନା ତୁମକୁ ଇଣ୍ଟରଭ୍ୟୁ ଦେଇତେ ପଡ଼ିବ, ନା ତୁମକୁ ମେନ୍ସ ଏକ୍ଜାମ୍ ଦେଇତେ ପଡ଼ିବ। ସିଙ୍ଗଲ ଏକ୍ଜାମ୍ କ୍ରାକ୍ କରିବ, ତୁମେ ଜବ୍ ପାଇବ। ଆଉ ଏଟା ବି କୌଣସି କଣ୍ଟ୍ରାକ୍ଚୁଆଲ ଏକ୍ଜାମ୍ ନୁହେଁ ଛୁଆ, ଏଟା ସେଣ୍ଟ୍ରାଲ ଗଭର୍ନମେଣ୍ଟ ଏକ୍ଜାମ୍, ପରମାନେଣ୍ଟ ଏକ୍ଜାମ୍। ଓକେ, ଦେଖ, ସିଙ୍ଗଲ ଏକ୍ଜାମ୍ ତୁମକୁ ୱାନ୍ ଟାୟାର ଏକ୍ଜାମିନେସନ୍ କରିବ। ଗୋଟିଏ ଯେତିକି ବି ଟିଜିଟି ପୋଷ୍ଟ ଅଛି ପାଇଁ ଗୋଟିଏ ଏକ୍ଜାମ୍ କରିବ, ହେଲା। ଆଉ ଯଦି ତୁମେ ଭାବୁଥିବ ୟା ପାଇଁ 2,000 ଟଙ୍କା 3,000 ଟଙ୍କା ବି ମୁଁ ଆମର କ'ଣ ଆବେଦନ ଫର୍ମ ପକେଇବି, ଜମା ନୁହଁ, ଓନ୍ଲି 100 ଟଙ୍କା, ହେଲା। ଓନ୍ଲି 100 rupees ତୁମର ରଖିଛି ହେଉଛି ଆପ୍ଲିକେସନ୍ ଫି, ହେଲା। ଓମେନ୍ କ୍ୟାଣ୍ଡିଡେଟ୍ ଏସ୍ସି ଏସ୍ଟି ମାନଙ୍କ ପାଇଁ ଆପ୍ଲିକେସନ୍ ଫି ହିଁ ନାହିଁ। ତ ଏମିତି ଗୋଟେ ସମ୍ପୂର୍ଣ୍ଣ ଭଲ ସୁଯୋଗ, ହେଲା। ଏମିତି ଆଉ ୟାଠାରୁ ଭଲ ସୁଯୋଗ ତୁମକୁ କେବେ ମିଳିବନି। ତ ପୁରା ଡିଟେଲ୍ସରେ କଥା ହେବା, କ'ଣ ନୋଟିଫିକେସନ୍ ଆସିଛି, କେମିତି କ'ଣ ତୁମେ ଏକ୍ଜାମ୍ ଦେବ, କ'ଣ ସବଜେକ୍ଟ ରହିବ, କେଉଁ ସବଜେକ୍ଟର କେତେ ମାର୍କର ଏକ୍ଜାମ୍ ହେବ, ଫୁଲ୍ ଡିଟେଲ୍ସରେ କଥା ହେବା ଏଇ ଭିଡ଼ିଓରେ। ଓକେ, ଭିଡ଼ିଓର ଲାଷ୍ଟ ପର୍ଯ୍ୟନ୍ତ ରହିବ। ତ ଡେରି ନ କରିକି ଭିଡ଼ିଓଟାକୁ ଆଉ ଥରେ ଷ୍ଟାର୍ଟ କରିବା। ଓକେ, ତ ହ୍ୟାଲୋ ଏଭ୍ରିୱାନ୍, ଆପଣ ସମସ୍ତଙ୍କୁ ସ୍ୱାଗତ କରୁଛି। ମୁଁ ଧର୍ମେନ୍ଦ୍ର, ଆଉ ଆମର ଏଇ ୟୁଟ୍ୟୁବ୍ ଚ୍ୟାନେଲ୍ ଷ୍ଟଡି ୱିଥ୍ ଧର୍ମେନ୍ଦ୍ରକୁ। ଓକେ, ତ ଆସିଛି ଯେଉଁ 5,346ଟା ପୋଷ୍ଟ ଆସିଛି ତୁମର ଟିଜିଟିରେ। 5,500 ପାଖାପାଖି ପୋଷ୍ଟ ଆସିଛି, 100 200 କି 300ଟା ନୁହେଁ, କି 1,000 ବି ନୁହେଁ, 5,500 ପୋଷ୍ଟ ଆସିଛି। ଗୋଟେ ଗୋଲ୍ଡେନ୍ ଅପରଚ୍ୟୁନିଟି ତୁମ ସମସ୍ତଙ୍କ ପାଇଁ ରହିଛି। ତ ଏଇଟା କାହା ତରଫରୁ ଆସିଛି? ଏଇଟା ଆସିଛି ଯେ ତୁମର ଦିଲ୍ଲୀ ସବଅର୍ଡିନେଟ୍ ସର୍ଭିସ୍ ସିଲେକ୍ସନ୍ ବୋର୍ଡ଼, ହେଲା। ଶୁଣିକି ଡରିଯିବନି ଦିଲ୍ଲୀ ବୋଲି। ଏକ୍ଜାମ୍ ବହୁତ ହିଁ ସିମ୍ପଲ୍, ତୁମେ ବହୁତ ଆରାମସେ ତୁମେ ତାର କ୍ୱାଲିଫାଇ କରିପାରିବ। ମୁଁ ଯେତେବେଳେ ତାର ତୁମର କ୍ୱାଲିଫିକେସନ୍ କିମ୍ବା ତୁମର ଏକ୍ଜାମ୍ ପ୍ୟାଟର୍ନ କହିବି, ତୁମକୁ ବହୁତ ଇଜି ଲାଗିବ କ୍ୱାଲିଫାଇ କରିବା ପାଇଁ। ଓକେ, ତ କ'ଣ ହେଇଛି ନା ଆମର ହେଉଛି DSSS ବି ତରଫରୁ ନୋଟିଫିକେସନ୍ ଆସିଛି ଯେ 9/10/2025, ଯେଉଁଟା ହେଉଛି 9 ଅକ୍ଟୋବର 2025, ହେଲା। 9 ଅକ୍ଟୋବର 2025ରୁ ନୋଟିଫିକେସନ୍, ଏଇ ଯେଉଁ ଆମର ଅନଲାଇନ୍ ଆପ୍ଲିକେସନ୍ ଷ୍ଟାର୍ଟ ହେଇଯିବ, ହେଲା। ଓପନିଂ ଡେଟ୍ ଆଉ 7 ନଭେମ୍ବରରେ ତୁମର ହେଉଛି କ୍ଲୋଜ୍ ହେବ, ମାନେ 1 ମନ୍ଥ ଆହୁରି ତୁମର ଫର୍ମ ଫିଲ୍ଅପ୍ କରିବା ପାଇଁ, ତୁମେ ଫର୍ମ ପକାଇବା ପାଇଁ ତୁମକୁ 1 ମନ୍ଥ ସେ ଟାଇମ୍ ଦେଉଛି। ଓକେ, ଯଦି ଭ୍ୟାକେନ୍ସି ଦେଖିବ, ହ୍ୟୁଜ୍ ଭ୍ୟାକେନ୍ସି ଅଛି, ଗୋଟେ ଭଲ ଆଚ୍ଛା ଖାସା ଭ୍ୟାକେନ୍ସି ଅଛି, ହେଲା। ଯେଉଁମାନେ ସାଇନ୍ସ ପିଲାମାନେ, ହେଲା, ସେମାନେ ହେଉଛନ୍ତି, ତୁମେ ହେଉଛି ମ୍ୟାଥମେଟିକ୍ସ ଚାହିଁଲେ ମ୍ୟାଥମେଟିକ୍ସ ପକାଇ ପାରିବ। ନହେଲେ ତୁମର ସାଇନ୍ସ ଯଦି ନ୍ୟାଚୁରାଲ୍ ସାଇନ୍ସରେ ପକାଇବା ପାଇଁ ନ୍ୟାଚୁରାଲ୍ ସାଇନ୍ସରେ ପକାଇ ପାରିବ। ଦେଖ, ମ୍ୟାଥମେଟିକ୍ସର ଆମେ କଥା ହେବା ପୁରା ଟୋଟାଲି ୟା ଉପରେ। ତଥାପି ଦେଖ, ଏଠି 1,100 ଭଳିଆ ପୋଷ୍ଟ ଅଛି, ହେଲା। ତୁମର ମ୍ୟାଥମେଟିକ୍ସର 1,100 ଭଳିଆ ପୋଷ୍ଟ ପାଇଯିବ। ଯେଉଁମାନେ ଆର୍ଟ୍ସ ପିଲା ଥିବେ ସେମାନେ ଇଂଲିଶର ଦେଖ, ମେଲ୍ ମାନଙ୍କ ପାଇଁ ସେପାରେଟ୍, ଫିମେଲ୍ ମାନଙ୍କ ପାଇଁ ସେପାରେଟ୍, ସମସ୍ତଙ୍କର ପୋଷ୍ଟ ଅଲଗା ଅଲଗା। ମେଲ୍ର ପୋଷ୍ଟ ଅଲଗା, ଫିମେଲ୍ ମାନଙ୍କର ଅଲଗା। ଟୋଟାଲ୍ ଇଂଲିଶର କେତେ ନା ତଥାପି 1,000 ପାଖାପାଖି ଭ୍ୟାକେନ୍ସି ଅଛି। ସେଭଳିଆ ସୋସିଆଲ୍ ସାଇନ୍ସର ବି ତୁମେ ପକାଇ ପାରିବ, ଆର୍ଟ୍ସ ଛୁଆମାନେ, ଯେଉଁଟା ଅଛି କେତେ 400 ପାଖାପାଖି ପୋଷ୍ଟ ଅଛି। ଆଉ ତାପରେ ହିନ୍ଦୀର ପକାଇ ପାରିବ, ଯେଉଁ ଛୁଆମାନେ ହିନ୍ଦୀ କରିଥିବେ ହିନ୍ଦୀର ପକାଇବେ, ତଥାପି 500 550 ପାଖାପାଖି ପୋଷ୍ଟ ଅଛି। ସାଂସ୍କ୍ରିଟ୍ର ପକାଇ ପାରିବେ, ସାଂସ୍କ୍ରିଟ୍ର ତଥାପି 800 ପାଖାପାଖି ପୋଷ୍ଟ ଅଛି। ଏସବୁରେ ପକାଇ ପାରିବେ ଆପଣ, ହେଲା। ଡ୍ରଇଂ ଟିଚର ବି ଆପଣ ଡ୍ରଇଂ ଟିଚରରେ ପକାଇ ପାରିବେ। ତ ଟୋଟାଲ୍ ଦେଖିବ, ଯଦି ଟୋଟାଲ୍ ଭ୍ୟାକେନ୍ସି କେତେ ଅଛି ନା 5,500 ବା 5,346ଟା ଭ୍ୟାକେନ୍ସି ଅଛି। ଓକେ, ତ ଦେଖିବା ତୁମର ବେସିକ୍ ପେ, ମାନେ ତୁମକୁ ସାଲେରୀ କ'ଣ ଦେବ, ଆଉ କ'ଣ ତୁମର ହେଉଛି କ୍ୱାଲିଫିକେସନ୍ କ'ଣ ମାଗିଛି, କ'ଣ ତୁମ ପାଖରେ ଥିବା ଦରକାର, ସେସବୁ ଆଡ଼କ ଦେଖିବା ପରେ। ସାଲେରୀ ଦେଖ, ଫାଷ୍ଟ ଏଇଟା ହେଉଛି ତ ଗ୍ରୁପ୍ ବିର ସାଲେରୀ ମୁଁ କହିଦେଇଛି, ହେଲା। ତୁମକୁ ଇନ୍ ହ୍ୟାଣ୍ଡ ବା ସରି ବେସିକ୍ ପେ ଦେବ କେତେ ନା 44,900, ଯେଉଁଟାକି 45,000, ହେଲା। ତା ସହିତ ୟାର ଡିଏ ମିଶିବ 53%। ଏବେ ବି 3% ଆହୁରି ଥରେ ଇନକ୍ରିଜ୍ ହେଇଛି, 3% ପୁଣି। ତ ଏଇଟା ତା ଦେହରେ ତୁମେ କାଲକୁଲେସନ୍ କରିଦେବ। ତା ସହିତ ଏଚ୍ଆର୍ଏ ତୁମକୁ ମିଳିବ। ଏଚ୍ଆର୍ଏ ସବୁ ମିଶିଲା ପରେ ତୁମର ଗ୍ରୋସ୍ ସାଲେରୀଟା 80,000 ପ୍ଲସ୍ ହେଇଯାଇ ପାରିବ। ତୁମର ଫାଷ୍ଟ ମାସର ଦରମା ତୁମେ 80,000 ପ୍ଲସ୍ ହିଁ ପାଇବ। ଓକେ, ଯଦି ଆମେ ଦେଖିବା କ'ଣ କ୍ୱାଲିଫିକେସନ୍ ଅଛି, ବେଶୀ କିଛି କ୍ୱାଲିଫାଇ ନାହିଁ। ତୁମେ ସିମ୍ପଲି ଗୋଟେ ବ୍ୟାଚଲର ଡିଗ୍ରୀ, ତୁମେ ସାଇନ୍ସ ପିଲାମାନେ ତୁମ ପାଖରେ ଗୋଟେ ବ୍ୟାଚଲର ଡିଗ୍ରୀ ଥିବ, ହେଲା। ଆଉ ହେଉଛି ତୁମର ଯେଉଁ ଗ୍ରାଜୁଏସନ୍ 3 ଇୟର୍ର କରିଥିବ, 3 ଇୟର୍ର ଗ୍ରାଜୁଏସନ୍ କରିଥିବ, ଯେଉଁମାନେ ମ୍ୟାଥମେଟିକ୍ସର ପକାଇବା ପାଇଁ ଚାହୁଁଛ, ତୁମର ସେଇ 3 ଇୟର୍ରେ ଗୋଟେ ସେମିଷ୍ଟାର ମ୍ୟାଥମେଟିକ୍ସ ଥିବ। ତୁମର ଅପସନାଲ୍ ଥାଉ କିମ୍ବା ତୁମେ ମ୍ୟାଥମେଟିକ୍ସରେ ଆମର ଗ୍ରାଜୁଏସନ୍ କରିଥାଉ, କିମ୍ବା ତୁମେ ଅପସନାଲ୍ ପେପର୍ ହେଉଛି ଆମର ହେଉଛି ମ୍ୟାଥମେଟିକ୍ସ ଥାଉ, ତୁମେ ପକାଇ ପାରିବ। ସେଭଳିଆ ଆର୍ଟ୍ସ ପିଲାମାନଙ୍କର ବି ସେଭଳିଆ ତୁମର ଇଂଲିଶ କିମ୍ବା ସୋସିଆଲ୍ ସାଇନ୍ସ ତୁମର ଗ୍ରାଜୁଏସନ୍ରେ ଗୋଟେ ପେପର୍ ରହିବା ଦରକାର, ବେଶୀ କିଛି ନୁହେଁ।
ବ୍ୟାଚଲର ଡିଗ୍ରୀ ଥିବ ହେଲା, ଆଉ ସେ ପେପରଟା ରହିଥିବ। ତା ଛଡ଼ା ଏଇଟା ଯେହେତୁ ଗୋଟେ ସେଣ୍ଟ୍ରାଲ ଗଭର୍ଣ୍ଣମେଣ୍ଟ ଚାକିରି, ତମର ସିଟିଇଟି କ୍ଲିୟର ହବା ଦରକାର। ସିଟିଇଟିର ପେପର 2ଟା ତମେ କ୍ଲିୟର କରିଥିବା ଦରକାର। ଓକେ, ଯେଉଁମାନେ ବି ଯଦି କ୍ଲିୟର କରିନାହ ତାହେଲେ ତମ ପାଇଁ ବି ଏଇଟା ଭିଡ଼ିଓଟା ବହୁତ ଇମ୍ପୋର୍ଟାଣ୍ଟ, କାହିଁକି ନା ତମେ ଏଇଟା ପ୍ୟାଟର୍ନଟା ଜାଣିନିଅ, ଜାଣିକି ରଖିଥାଅ। ସିଟିଇଟିଟା କ୍ଲିୟର କରିକି ୟା ପରେ ରଖିବ, ଯେତେବେଳେ ନେକ୍ସଟ ଥର ବି ଆସିବ ତମେ ତାକୁ ପକେଇ ପାରିବ। ଓକେ, ଦେଖ ଏଇଠି କହିଛି ଯେ ଟିଜିଟିର ଯେଉଁମାନେ ପକେଇବା ପାଇଁ ଚାହୁଁଛନ୍ତି, ଯେଉଁ ଅନର୍ସ ପେପରରେ ସେ ପକେଇବେ, ଯେଉଁମାନେ ମ୍ୟାଥମେଟିକ୍ସର ପକାଉଛନ୍ତି ତାଙ୍କର ମ୍ୟାଥମେଟିକ୍ସ ଗୋଟେ ସବଜେକ୍ଟ ଥିବା ଦରକାର ହେଲା। ଯେଉଁର ହେଉଛି ଯେଉଁମାନେ ସାଇନ୍ସର ପକେଇବା ପାଇଁ ଚାହୁଁଛନ୍ତି ସେମାନଙ୍କର ତ ସାଇନ୍ସ ଥାଏ ମ୍ୟାକ୍ସିମମ୍ର, ଫିଜିକ୍ସ କେମିଷ୍ଟ୍ରି ତମର ତ ଥାଏ ହେଲା। ତ ଏଇଟା ତମେ ପକେଇ ପାରିବ। ଓକେ, ଯଦି ଆପ୍ଲିକେସନ୍ ଫି ଦେଖିବ, ଆପ୍ଲିକେସନ୍ ଫି ଓନ୍ଲି 100 रुपीज ଅଛି। ମୁଁ ଆଗରୁ ବି ଡିସ୍କସନ୍ କରିସାରିଛି, ଓନ୍ଲି 100 रुपीज ଅଛି। ଆଉ ଓମେନ୍ SC/ST ମାନଙ୍କୁ କୌଣସି ପ୍ରକାର ପଇସା ଦେବା ପାଇଁ ପଡ଼ିବ ନାହିଁ ହେଲା। ଏଜ୍ ଯଦି କହିବ ତାହେଲେ ଏଜ୍ ହେଉଛି ତୁମର 30 ବର୍ଷରୁ କମ୍ ହେଇଥିବା ଦରକାର, ମାନେ 31 ବର୍ଷ ହେବନି, 30 ବର୍ଷ ଯାଏ ତୁମେ ଏଲିଜିବୁଲ୍ ଅଛ ଇଏ ଜବ୍ ପାଇଁ। ଓକେ ଛୁଆ, ତାପରେ ଦେଖ, ତାପରେ ହେଉଛି ଏକ୍ଜାମିନେସନ୍ ଦେଖିବା। ଏଇଟା ସବୁଠୁ ଛୁଆ ବେଷ୍ଟ ଏକ୍ଜାମ୍ ମୋତେ ଏଇଥିପାଇଁ ଲାଗେ ଯେ ସିଙ୍ଗିଲ୍ ଏକ୍ଜାମ୍ କରିବ, ତୁମକୁ ଚାକିରି ଦେବ। ନା ତାର ଇଣ୍ଟରଭ୍ୟୁ ଅଛି, ନା ତାର ହେଉଛି କୌଣସି ମେନ୍ସ ପରୀକ୍ଷା ଅଛି, କିଛି ନାହିଁ, ସିଙ୍ଗିଲ୍ ଏକ୍ଜାମ୍। ଆଉ ତୁମକୁ 100 ଟଙ୍କା ଦେଇତେ ପଡ଼ିବ। ଆଉ ଯଦି ବି ଆପଣ ତୁମର କାଷ୍ଟ ଯଦି SC/ST କିମ୍ବା ଯଦି ତୁମେ ଓମେନ୍ ମାନେ ହେଇଥିବ ତାହେଲେ ତୁମକୁ ପଇସା ଦେବା ପାଇଁ ହିଁ ପଡ଼ିବ। ଆଉ ସେଣ୍ଟର ତୁମର ଏଇ ଓଡ଼ିଶାରେ ହିଁ ପଡ଼ିବ। ସେଣ୍ଟର ବାଲେଶ୍ୱର, ଭୁବନେଶ୍ୱର ଯେଉଁଭଳିଆ ପଡ଼େ ସେଇଭଳିଆ ହିଁ ସେଣ୍ଟର ପଡ଼ିବ। ତ ଯେଉଁମାନେ ବି ସିଟିଇଟି କ୍ଲିୟର କରୁଛ, ମୁଁ ତ ସମସ୍ତଙ୍କୁ କହିବି ତୁମେ ଗୋଟେ ଥର ଯାଇକି ଏକ୍ଜାମ୍ ଦେଇକି ଆସ। ଓକେ, ଦେଖ ଦେଖ ଏଇଠି କହିଛି ତମର DSSS will conduct one tier exam ହେଲା। ସିଙ୍ଗିଲ୍ ଏକ୍ଜାମ୍ କଣ୍ଡକ୍ଟ କରିଥାଏ କାହା ପାଇଁ ନା ଟ୍ରେନ୍ ଗ୍ରାଜୁଏଟ୍ ଟିଚର ପାଇଁ, ବା ଡ୍ରଇଂ ଟିଚର ପାଇଁ ବି, ତୁମର ସ୍ପେଶାଲ ଏଜୁକେସନ୍ ଟିଚର ପାଇଁ ବି ସେ ସିଙ୍ଗିଲ୍ ଏକ୍ଜାମ୍ ହିଁ କରିଥାଏ। ଓକେ, ଦେଖ ଏବେ ଦେଖିବା ତୁମର ଏକ୍ଜାମ୍ ପ୍ୟାଟର୍ନ କୋଉ ଭଳିଆ ହେଇଥାଏ ହେଲା। ଦେଖ ଟୋଟାଲ ତୁମକୁ 200ଟା କ୍ୱେଶ୍ଚନ୍ ଦେବ କରିବା ପାଇଁ। କେତେଟା? 200ଟା କ୍ୱେଶ୍ଚନ୍ 2 ଆୱାର ହେଲା। ଦୁଇଟା ସେକ୍ସନ୍ ରହିବ, ଗୋଟେ ସେକ୍ସନ୍ ଏ ରହିବ ହେଲା, ସେକ୍ସନ୍ ଏ ରହିବ, ଆଉ ଗୋଟେ ସେକ୍ସନ୍ ବି ରହିବ। ମୁଁ କହିବି କୋଉଟାରେ କ'ଣ ପଡ଼ିବ କ'ଣ ନାହିଁ ସବୁ କହିବି ହେଲା। ସେକ୍ସନ୍ ଏ ରହିବ, ଆଉ ଗୋଟେ ସେକ୍ସନ୍ ବି ରହିବ। କେତେଟା କ୍ୱେଶ୍ଚନ୍? 200ଟା କ୍ୱେଶ୍ଚନ୍। ତ ସେକ୍ସନ୍ ଏ ର ହେବ 100ଟା କ୍ୱେଶ୍ଚନ୍, ଆଉ ସେକ୍ସନ୍ ବି ର କେତେଟା ରହିବ? 100ଟା କ୍ୱେଶ୍ଚନ୍ ହେଲା। ଟୋଟାଲ ତୁମର କେତେ? 200 ମାର୍କ। ବୁଝିପାରିଲ? ତ ସମସ୍ତଙ୍କୁ ଗୋଟେ କ୍ୱେଶ୍ଚନ୍ ଗୋଟେ ମାର୍କ, ଟୋଟାଲ 200ଟା କ୍ୱେଶ୍ଚନ୍, 2 ଘଣ୍ଟା, ଆମର 200 ମାର୍କ। ବୁଝିପାରିଲ? ସେକ୍ସନ୍ ଏ ରେ ରହିବ 100ଟା କ୍ୱେଶ୍ଚନ୍, ଆଉ ସେକ୍ସନ୍ ବିଟା ରହିବ 100ଟା କ୍ୱେଶ୍ଚନ୍। ତ ସେକ୍ସନ୍ ଏଟା ଯେଉଁ ରହିବ 100ଟା କ୍ୱେଶ୍ଚନ୍, ସେଟା ସମସ୍ତଙ୍କ ପାଇଁ କମ୍ପଲସରି, ସମସ୍ତେ ସେଟା ଦେବା ପାଇଁ ବାଧ୍ୟ। ଯେ ଯେଉଁଟାରୁ ପକାଉଛି ନା କାହିଁକି ସେକ୍ସନ୍ ଏଟା ତୁମକୁ ଦେବା ପାଇଁ ବାଧ୍ୟ। ସେକ୍ସନ୍ ଏ ରେ କ'ଣ କ'ଣ ରହିବ? ପୁରା ତୁମର SSC ପ୍ୟାଟର୍ନ ବୋଲି ଭାବିବ। ତୁମର ଜେନେରାଲ ଆୱାରନେସ୍, ଜେନେରାଲ ଜିକେ ପଡ଼ିବ, ରିଜନିଂ ପଡ଼ିବ, ତୁମର ସିମ୍ପଲ୍ ଯେଉଁ ଭଳିଆ ମ୍ୟାଥମେଟିକ୍ସ ପଡ଼େ, ଯେଉଁ SSCର ଯେଉଁ ଭଳିଆ ପଡ଼େ, ତୁମର ପ୍ରଫିଟ୍ ଲସ୍, ତୁମର ହେଉଛି ଯେତିକି ଆମର SSCର ଯାହା ସବୁ ପଡ଼େ ସେଗୁଡ଼ା ସବୁ ତୁମର ବେସିକ୍ ନ୍ୟୁମେରିକାଲ ଆରିଥମେଟିକ୍ ପାର୍ଟଟା ପଡ଼ିବ। ତା ଛଡ଼ା ହିନ୍ଦୀ ପଡ଼ିବ, ଆଉ ଇଂଲିଶ ପଡ଼ିବ ହେଲା। ଆଉ ଇଏ ସବୁ 20 ମାର୍କର ପଡ଼ିବ। ମାନେ ତୁମର ଜିକେ 20 ମାର୍କର ପଡ଼ିବ, ରିଜନିଂ 20 ମାର୍କର ପଡ଼ିବ, ମ୍ୟାଥମେଟିକ୍ସ 20 ମାର୍କର ପଡ଼ିବ, ହିନ୍ଦୀ 20 ମାର୍କର ପଡ଼ିବ, ଇଂଲିଶ 20 ମାର୍କ ପଡ଼ିବ। ତ ସେକ୍ସନ୍ ଏଟା 5ଟା ସବଜେକ୍ଟରୁ, ପ୍ରତି ସବଜେକ୍ଟରୁ 20 ମାର୍କ ଲେଖା ପଡ଼ିବ। ଆଉ ହେଉଛି କେତେ ହେଇଗଲା? 100 ମାର୍କ ହେଇଗଲା। ବୁଝିପାରିଲ? ତାପରେ ସେକ୍ସନ୍ ବି, ସେକ୍ସନ୍ ବିଟା ହେଉଛି ତୁମ ନିଜ ସବଜେକ୍ଟ। ଯେଉଁମାନେ ମ୍ୟାଥମେଟିକ୍ସରୁ ପକାଇଥିବେ ତ ସେମାନଙ୍କର ମ୍ୟାଥମେଟିକ୍ସରୁ ପଡ଼ିବ 100ଟା କ୍ୱେଶ୍ଚନ୍, ଯେଉଁମାନେ ସାଇନ୍ସରୁ ପକାଇଥିବେ ସେମାନେ ସାଇନ୍ସରୁ ପଡ଼ିବ, ଯେଉଁମାନେ ଇଂଲିଶରୁ ପକାଇଥିବେ ସେମାନେ ଇଂଲିଶରୁ 100ଟା କ୍ୱେଶ୍ଚନ୍, ବା ଯେଉଁମାନେ ସୋସିଆଲ ସାଇନ୍ସରୁ ପକାଇଥିବେ ସୋସିଆଲ ସାଇନ୍ସରୁ 100ଟା କ୍ୱେଶ୍ଚନ୍ ତୁମେ ଦେଖିବା ପାଇଁ ପାଇବ। ବୁଝିପାରିଲ? ତ ଏଇଟାରୁ ତୁମେ ଏଇ ଯେତେବେଳେ ଆମର ହେଉଛି ସିଲେକ୍ସନ୍ ହେବ, ତ ସିଲେକ୍ସନ୍ରେ ଏଇ ଦୁଇଟା ମାର୍କ ମିଶା ହେଇକି ତୁମର କଟଅଫ୍ ଯିବ ହେଲା। କଟଅଫ୍ ଗଲା ପରେ ତୁମେ ସେଇଟାରୁ ଯଦି ର୍ୟାଙ୍କର ରହିଲ ବା ମେରିଟ୍ ଲିଷ୍ଟରେ ରହିଲ, ଆରାମସେ କଟଅଫ୍ କ୍ଲିୟର କଲା ପରେ ତୁମେ ପାଇଯିବ। ବୁଝିପାରିଲ? ତ ଏବେ ତ ନୋଟିଫିକେସନ୍ ଆସିଛି, ନୋଟିଫିକେସନ୍ ଆସିଲା କେବେ? ସରି 1 ମିନିଟ୍। ଓକେ, ନୋଟିଫିକେସନ୍ ତୁମର କେବେ ଦେଖେଇଲା? 9 ଅକ୍ଟୋବର ଦେଖେଇଛି। ତୁମର ନଭେମ୍ବର ମାସ ହେଉଛି ତୁମର ସରିଯିବ, ନୋଟିଫିକେସନ୍ ମାନେ ଆପ୍ଲାଏ କରିବା ସରିଯିବ। ଡିସେମ୍ବର, ଜାନୁଆରୀ, ଫେବୃଆରୀ ହେଲା। ତୁମର ମୋତେ ଲାଗୁଛି ତ ଫେବୃଆରୀ ପାଖାପାଖି, ସେମିତି କିଛି ଡେଟ୍ ତ କାଢ଼ି ନାହିଁ, ତଥାପି ଫେବୃଆରୀ ପାଖାପାଖି ଆସିବାର ଅଛି। ୟାର ହେଉଛି ତୁମର ଏକ୍ଜାମ୍ ଡେଟ୍ଟା ସେ କାଢ଼ିଦେବ। ଫେବୃଆରୀ ମାସ ସୁଦ୍ଧା ଏକ୍ଜାମ୍ ଡେଟ୍ ହେଇଯିବ। ତୁମର ଆରାମସେ ତୁମ ପାଖରେ ଗୋଟେ ସମୟ ଅଛି। ତ ସମସ୍ତେ ହେଉଛି କ'ଣ କରିବ, ଆରାମସେ ପ୍ରିପେୟାର ହେଇକି ଯିବ। ଯଦି ବି କାହାର ସିଟିଇଟି କ୍ୱାଲିଫାଏ ହେଇନା ହେଲା, ସିଟିଇଟି କ୍ୱାଲିଫାଏ ବ୍ୟସ୍ତ ହେବାର କିଛି ନାହିଁ। ପୁଣି ଥରେ ବି ଇଏ ପ୍ରତିବର୍ଷ ଆସୁଛି, ତ ପୁଣି ଥରେ ବି ଆସିବ। ତୁମେ ଏଇଥରକ ସିଟିଇଟି କ୍ଲିୟର କରିକି ରଖିବା ପାଇଁ ପଡ଼ିବ।
ଯେଉଁମାନେ ପେଡ଼ାଗୋଜିର କ୍ଲାसेस କରିବା ପାଇଁ ଚାହୁଁଛ କିମ୍ବା ଯେଉଁମାନେ ବିଏଡ଼୍ ଛୁଆ ଅଛ ବିଏଡ଼୍ କ୍ଲାसेସ୍ କରିବା ପାଇଁ ଚାହୁଁଛ ମୋ ୟୁଟ୍ୟୁବ୍ ଚ୍ୟାନେଲରେ ପୁରା ସବୁ କିଛି ଅଛି, ସବୁ କିଛିର ଭିଡ଼ିଓ ଅଛି, କ୍ଲାसेସ୍ ଅଛି, ତୁମେ ଯାଇକି ସେଠୁ ଦେଖିପାରିବ। ଆଉ ସବୁ ଯଦି କିଛି ୟା ବିଷୟରେ କିଛି ଡାଉଟ୍ ଜଣାଇବା ପାଇଁ ଚାହୁଁଛ ଯେ ଏଟାରେ କିଛି ବୁଝି ହେଲାନି କିମ୍ବା ଏକ୍ଜାମ୍ ପ୍ୟାଟର୍ନରେ କିଛି କିଛି ଡାଉଟ୍ ରହିଲା ତାହେଲେ ମୋତେ କମେଣ୍ଟରେ ମୋତେ ଜଣେଇ ପାରିବ। ଓକେ, ଯଦି ଭିଡ଼ିଓଟା ଭଲ ଲାଗିଥିବ ବା ଇନଫର୍ମେଟିଭ୍ ଲାଗିଥିବ ଭିଡ଼ିଓକୁ ଲାଇକ୍ କରିକି ଚ୍ୟାନେଲଟାକୁ ସବସ୍କ୍ରାଇବ୍ କରିଦେବେ। ଧନ୍ୟବାଦ। ଜୟ ଜଗନ୍ନାଥ।